ମୁଁ ବହୁତ ଏକ୍ସାଇଟେଡ୍ ଅଛି କାହିଁକିନା ନୂଆ ବର୍ଷର ପ୍ରଥମ ସିନେମା ତେଣୁ ବହୁତ ଆଶା ଅଛି ପିକ୍ଚର ଉପରେ। ଓଡ଼ିଆ ଇଣ୍ଡଷ୍ଟ୍ରିର ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ଯାହାକୁ ଆମେ ବ୍ରଜରାଜ ମୁଭି ଇଣ୍ଟ୍ରୋଡ୍ୟୁସ୍ କରିଥିଲୁ ସେ ଡେ ବାଇ ଡେ ବହୁତ ଇମ୍ପ୍ରୁଭ୍ କରିଛି ତା ଆକ୍ଟିଂରେ। ତେଣୁ ଦର୍ଶକମାନଙ୍କର ପ୍ରିୟ ହୋଇପାରିଛି ଏବଂ ଦର୍ଶକମାନେ ତା ନାଁ ଦେଇଛନ୍ତି ଓଲିଉଡ କ୍ୱିନ୍। ତେଣୁ କ୍ୱିନ୍ର ଯେଉଁ ପିକ୍ଚର ରିଲିଜ୍ ହେଉଛି ଆମେ ଏକ୍ସାଇଟେଡ୍ ଅଛୁ। ମୋର ଆଶା ନିଶ୍ଚୟ ଭଲ କରିଥିବ କାହିଁକିନା ବର୍ଷା ବହୁତ ମ୍ୟାଚୁର୍ଡ ହେଇଗଲାଣି। ସେ ସ୍କ୍ରିପ୍ଟ କ୍ୟାରେକ୍ଟର ଉପରେ ଧ୍ୟାନ ଦେଉଛି ତେଣୁ ମୋର ଆଶା ପିକ୍ଚର ଭଲ ହେବ। ଆଉ ଏ ପିକ୍ଚର ଭଲ ହେବା ଉଚିତ କାହିଁକିନା ପିକ୍ଚର ହିଟ୍ ହେଲେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ। ତେଣୁ ଅଲ୍ ଦ ବେଷ୍ଟ ୱାଇଫ୍ ଟିମ୍। ଶୁଣନ୍ତୁ ମୁଁ ରିକ୍ୱେଷ୍ଟ କରିବି ଆମେ କେମିତି ଓଡ଼ିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ ତେଣୁ ସବୁ ଲାଙ୍ଗୁଏଜର ଫିଲ୍ମ ବହୁତ ଉପରୁ ଉଠିଲାଣି। ଯେଉଁ ଲାଙ୍ଗୁଏଜ ଫିଲ୍ମ ଓଡ଼ିଆ ଇଣ୍ଡଷ୍ଟ୍ରି ତଳେ ଥିଲା ବର୍ତ୍ତମାନ ସିଏ ରାଜ କଲାଣି। ଯେମିତି କନ୍ନଡ଼ ପିକ୍ଚର ତା ବଜେଟ୍ କ'ଣ ଥିଲା ବର୍ତ୍ତମାନ ଦର୍ଶକମାନଙ୍କର ଭଲ ପାଇବା ଯୋଗୁଁ ବର୍ତ୍ତମାନ KGF ଭଳିଆ ପିକ୍ଚର ବନେଇପାରିଲେଣି ସେମାନେ। ତେଣୁ ମୁଁ ଦର୍ଶକମାନଙ୍କୁ ଏବଂ କିଛି ମିଡ଼ିଆ ଭାଇମାନଙ୍କୁ କହିବି ଅପପ୍ରଚାର ନ କରିକି ଆମ ଇଣ୍ଡଷ୍ଟ୍ରି ଆଗକୁ ଯିବ ସେପରି ଚିନ୍ତା କରନ୍ତୁ। ଆମ ଇଣ୍ଡଷ୍ଟ୍ରି ଆଗକୁ ଗଲେ ଖୁସି ଲାଗିବ। ଆମେ ଓଡ଼ିଆ ଆମ ଇଣ୍ଡଷ୍ଟ୍ରି ବହୁତ ପୁରୁଣା ଇଣ୍ଡଷ୍ଟ୍ରି ଡେ ବାଇ ଡେ ଉପରୁ ଉଠିବା କଥା ଦୁଃଖ ଲାଗୁଛି ଡେ ବାଇ ଡେ ତଳୁ ଯାଉଛି। ତେଣୁ ମୁଁ କହିବି ପ୍ଲିଜ୍ ଅପପ୍ରଚାର କରୁଛନ୍ତି ପିକ୍ଚର କେମିତି ଭଲ ହେବ ସେଟା ଧ୍ୟାନ ଦିଅନ୍ତୁ। ନୋ କଣ୍ଟ୍ରୋଭର୍ସି କଥା ରହିବନି। ଶୁଣନ୍ତୁ ଯାହାର ପାଞ୍ଚ ସମାନ ନୁହଁ। ତେଣୁ ଆମ ଇଣ୍ଡଷ୍ଟ୍ରି କିଛି ଲୋକ ଅଛନ୍ତି ଯେଉଁମାନେ କଳାପାହାଡ଼ ହେଇକି ଇଣ୍ଡଷ୍ଟ୍ରି ଧ୍ୱଂସ କରୁଛନ୍ତି। ଦିନ ଥିଲା କଳାପାହାଡ଼ ଆସି ଆମ ଜଗନ୍ନାଥ ମନ୍ଦିର ବି ଭାଙ୍ଗି ବସିଥିଲେ। ତେଣୁ ଆମର ଲୋକମାନଙ୍କର ଭଲ ପାଇବା ଥିଲା ତେଣୁ ଜଗନ୍ନାଥ ମନ୍ଦିର ବଞ୍ଚିଗଲା। ମୁଁ ଚାହିଁବି ଆମ ଦର୍ଶକମାନଙ୍କୁ ଚାହିଁବେ କେହି ଆମକୁ ଅଲଗା କରିପାରିବେନି। ତେଣୁ ଦର୍ଶକମାନଙ୍କୁ କହିବି ଅପପ୍ରଚାର ଧ୍ୟାନ ଦିଅନ୍ତୁନି। ଭଲ ଫିଲ୍ମ ଦେଖନ୍ତୁ ଓଡ଼ିଆ ଫିଲ୍ମକୁ କିନ୍ତୁ ଆଗକୁ ଯିବ ଚିନ୍ତା କରନ୍ତୁ। ଧନ୍ୟବାଦ କହିବି। ଜଷ୍ଟ ୱେଟ୍ ଆଣ୍ଡ ୱାଚ୍। ଧନ୍ୟବାଦ ଭାଇ।